ଏବେ ବେବର ଆନିଭର୍ସରୀ ଗିଫ୍ଟଟା ଖୋଲା ହେବ। ହଁ ଗୋଟେ ଶାଢ଼ୀ ଅର୍ଡ଼ର ହେଇଛି, ସିଏ ଅର୍ଡ଼ର ହେଇଛି, ସିଏ ଦିନେ ଦୁଇ ଦିନ ପିନ୍ଧିବ, ତାପରେ ମୁଁ ନେଇଯିବି। ଆନିଭର୍ସରୀ ପାଇଁ ଗିଫ୍ଟଟା ଦେଇଦେବି ନା ଆଉ ଗୋଟେ ଦିନ ପାଇଁ, ଗୋଟେ ଦିନ ପିନ୍ଧିକି ତାପରେ ଦେଇଦେବୁ। ଆଉ କ'ଣ ଅନବକ୍ସିଂ କରାଗଲା। ସେଦିନ ଯାଇଥିଲି ଯେଉଁ ମାର୍କେଟ, ସିଏ ବନ୍ଦ ଥିଲା, ଯେଉଁ ସେ କହୁଥିଲା ଆଣିବ ବୋଲି, ସେଇଥିପାଇଁ ଏଇଟା ବୋଉଙ୍କୁ ଦେଇଦେବି। ହଁ ସିଏ ବନ୍ଦରେ ପିନ୍ଧିବେ, ମୁଁ ଏଠି ପିନ୍ଧିବି। ଆସନ୍ତୁ, ଆସିଲେ କ'ଣ ହେଲା? କିନ୍ତୁ ମେଟେରିଆଲଟା ପୁରା ମସ୍ତ ଅଛି ନା। नो ବୋଉଙ୍କର ଆଞ୍ଚଲଟା ଅଲଗା ଥିଲା, ୟାର ଆଞ୍ଚଲ ଅଲଗା ଅଛି। ୟାର ମେଟେରିଆଲଟା କେତେ ଅଛି ନା, ଆମ ଯେଉଁ ପ୍ଲେନ୍ କରିଦେଲି। ହଁ ମିକ୍ସ ହେଇଗଲା ବ୍ଲାଉଜ। ବେବ ଗିଫ୍ଟ ଆଜି ଗୋଟେ ଭଲ ପାଟ ଶାଢ଼ୀ ଦେଇଛି, ଅର୍ଡ଼ର କରୁନ। 6,500, 6,500, 7,500। ସିଏ ପିନ୍ଧିବ, ଲୁଗା ରହିଲା ବୋଲି, ଲୁଗା ରହିଲା ବୋଲି କିଣା ହବ ନା ଲୁଗା। ଆଉ ତନ ଏଇ ଯେଉଁ ଲୁଗା ଅଛି, ସେ ତ ପର୍ବପର୍ବାଣି କ'ଣ ଡ୍ରାଏ ୱାଶ୍ କରିକି ପିନ୍ଧିଦେବୁ ନା କ'ଣ? ଧର ଏଇ ଆସିବ, ତୋର ଯେତିକି ଲୁଗା ଅଛି ଜାଗରକୁ ଏଥର ପିନ୍ଧିଦେବୁ, ଆଉ ଜାଗର କିଣା ହବନି ହେଲା। ଆମ ଝୁମ ହଉଛନ୍ତି ନା, ମେଡିସିନ ଷ୍ଟୋର ବାଲା, ସେ ବି ମାନ୍ୟତା ଭଳିଆ ସବୁ ଲୁଗା ସବୁ ରଖୁଛନ୍ତି। ଆଜି ସବୁ ଆଡଭର୍ଟାଇଜମେଣ୍ଟ ସବୁ କରିଛି ଯେ, ମୁଁ କ'ଣ ଶାଢ଼ୀ ରେଟ୍ ତଳେ ପକାଉନା, ମାନ୍ୟତା ପକାଉଛି, ତ ମୁଁ 10 ଜଣ ପଚାରିବ ନା କେତେ ଟଙ୍କା ରେଟ୍, ତମେ ଗୋଟେ କରୁନ ଏଇଭଳିଆ ବିଜନେସ୍। ବଲାଙ୍ଗୀରରୁ ଜିନିଷ ଆଣିବା, କରିବ ବିଜନେସ୍ ନା। ହଉ ତାହେଲେ ଅନବକ୍ସିଂ ହେଲା, ଏଇଟା ଭଲ ଲାଗିଲା। ଏଇଟା କେଉଁଠୁ? ମାନ୍ୟତା କଲେକ୍ସନରୁ ଅର୍ଡ଼ର କରାହେଇଛି ନା। ହଉ ତମେ ବି ଗୋଟେ ଅର୍ଡ଼ର କରିଛ ନା, କାଲିକି ଆସିବ। ଦିଟା ଶାଢ଼ୀ ପାଇଲଣି ତୁମ ଆନିଭର୍ସରୀର, କିନ୍ତୁ ପାର୍ଟିଟା କେଉଁଦିନ ଦେବ କୁହ? ହଉ ତାହେଲେ ହଉ, କାଲି କିନ୍ତୁ ଗୋଟେ ସ୍ମଲ୍ ପାର୍ଟି ହେବ, ଭେଜ୍ ପାର୍ଟି ହେବ ନା। ହଉ ହଉ ଠିକ୍ ଅଛି। ଆପଣମାନେ ଯେ ଚାହିଁବେ ଏଇଟା ମାନେ ଅର୍ଡ଼ର କରିପାରିବେ ମାନ୍ୟତା କଲେକ୍ସନରୁ। ତାର ଇନଷ୍ଟାଗ୍ରାମ ଆଇଡ଼ିରେ ବି ବହୁତ ଭେରାଇଟି ପ୍ରକାର ଶାଢ଼ୀ ଦେଉଛି, ଆଉ ମେଟେରିଆଲଟା ବହୁତ ବଢ଼ିଆ ଅଛି। ଆମେ ପିନ୍ଧିକି ଭଲ ଫିଡବ୍ୟାକ୍ ଦେଉଛୁ, ଆପଣମାନେ ପିନ୍ଧନ୍ତୁ, ଜାଣିପାରିବେ, ତାପରେ କହିବେ କେମିତି ଲାଗୁଛି। ଓକେ ଓକେ, ବାଏ ବାଏ।